नमस्कार दर्शक बंधु जय जगन्नाथ। आज ए राशिफल वीडियो को आपण को स्वागत। दर्शक बंधु पवित्र बसंत पंचमी बा सरस्वती पूजा जहाँकि जानुआरी 23 2026 मसीहार पड़ाक जाऊँगी। ଏହି ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ଠାରୁ ଦୁର୍ଲଭ ଯୋଗ ସୃଷ୍ଟି ହେଉଥିବାରୁ ଏହାର ସ୍ୱତନ୍ତ୍ର ପ୍ରଭାବ ମଧ୍ୟ 12ଗୋଟି ରାଶିଚକ୍ରଙ୍କ ଉପରେ ପଡ଼ିବାକୁ ଯାଉଅଛି। ସେଥିମଧ୍ୟରୁ କିଛି ଗୋଟି ରାଶି ହେବାକୁ ଯାଉଛନ୍ତି ଅତ୍ୟନ୍ତ ମହାଭାଗ୍ୟଶାଳୀ ସ୍ୱୟଂ ମା ସରସ୍ୱତୀ ଦେବୀଙ୍କ ଶୁଭ ଆଶୀର୍ବାଦରୁ। ଦର୍ଶକ ବନ୍ଧୁ ପବିତ୍ର ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ଯାହାକି ଏ ବର୍ଷ ଜାନୁଆରୀ 23 ତାରିଖ ଶୁକ୍ରବାର ପଡ଼ୁଥିବାରୁ ଅତ୍ୟନ୍ତ ଭାବେ ଦୁର୍ଲଭ ମହାଯୋଗ ମଧ୍ୟ ସୃଷ୍ଟି ହେବାକୁ ଯାଉଅଛି। ଦର୍ଶକ ବନ୍ଧୁ ପବିତ୍ର ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଏ। ଏହି ଦିନ ଦେବୀ ସରସ୍ୱତୀଙ୍କୁ ସ୍ୱତନ୍ତ୍ର ଭାବରେ ପୂଜା କରିବାର ପରମ୍ପରା ମଧ୍ୟ ରହିଅଛି। ଦୀର୍ଘ 172 ବର୍ଷ ପରେ ଏ ବର୍ଷ ସରସ୍ୱତୀ ପୂଜା ବା ବସନ୍ତ ପଞ୍ଚମୀ ଖାସ୍ ରହିବାକୁ ଯାଉଛି। କାହିଁକି ନା ଏ ବର୍ଷ ଗ୍ରହ ନକ୍ଷତ୍ରଙ୍କର ଶୁଭ ଚଳନ ହେତୁ ଏହାର ଶୁଭ ପ୍ରଭାବ ମଧ୍ୟ 12ଗୋଟି ରାଶିଚକ୍ରଙ୍କ ଉପରେ ପଡ଼ିବାକୁ ଯାଉଛି। ସେଥିମଧ୍ୟରୁ କିଛି ଗୋଟି ରାଶି ହେବାକୁ ଯାଉଛନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ, ଯାହାକି ଏମାନଙ୍କ ଜୀବନରେ ଧନର ବର୍ଷା ହେବା ସହିତ ହାତୀ ଢାଳିବାକୁ ଯାଉଛି ସୁନାର କଳସ। ଏଇ 10ଗୋଟି ରାଶିଚକ୍ର ହେବାକୁ ଯାଉଛନ୍ତି ଅତ୍ୟନ୍ତ ମହାଭାଗ୍ୟଶାଳୀ ଏହି ପବିତ୍ର ସରସ୍ୱତୀ ପୂଜା ବା ଶ୍ରୀ ପଞ୍ଚମୀ ଠାରୁ, ଯାହାକି ସେମାନଙ୍କ ଜୀବନର ସମସ୍ତ ଦୁଃଖ କଷ୍ଟ ସମସ୍ୟାର ଅନ୍ତ ଘଟିବାକୁ ଯାଉଛି ଭାଗ୍ୟଶାଳୀ ରାଶିଚକ୍ରଙ୍କ ଜୀବନରେ। ଦର୍ଶକ ବନ୍ଧୁ ହୁଏତ ଏହି ଭାଗ୍ୟଶାଳୀ ରାଶିଚକ୍ରଙ୍କ ଭିତରେ ଆପଣଙ୍କ ରାଶି ଥାଇପାରେ। ଆପଣମାନେ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତ ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ କି ଆମର ପ୍ରଥମ ନୋଟିଫିକେସନ୍ ଆପଣଙ୍କ ପାଖରେ ଯାଇ ପହଞ୍ଚିପାରିବ ଏବଂ ଆପଣ ଜାଣିପାରିବେ ଆପଣଙ୍କ ରାଶିଚକ୍ର ବିଷୟରେ। ଏବେ ଆସନ୍ତୁ ଜାଣିବା ଏହି ପବିତ୍ର ସରସ୍ୱତୀ ପୂଜା ବା ଶ୍ରୀ ପଞ୍ଚମୀ ଠାରୁ ବଦଳି ଯାଇଥିବା ଭାଗ୍ୟଶାଳୀ ରାଶିଚକ୍ରଙ୍କ ଜୀବନ। ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛନ୍ତି ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ପବିତ୍ର ଶ୍ରୀ ପଞ୍ଚମୀ ବା ସରସ୍ୱତୀ ପୂଜା ଠାରୁ। ଆପଣଙ୍କ କଣ୍ଠରେ ସ୍ୱୟଂ ବାଗ୍ଦେବୀ ମା ସରସ୍ୱତୀ ବିଜେ କରିବାକୁ ଯାଉଛନ୍ତି, ଯାହାକି ଆପଣ ଯେକୌଣସି କଥା କୁହନ୍ତୁ ନା କାହିଁ ନିଶ୍ଚୟ ଆପଣଙ୍କ ପ୍ରତିଟି କଥା ମୂଲ୍ୟ ହିଁ ରହିବ। ତା ସହିତ ଆପଣଙ୍କ ଜୀବନରେ ଦୀର୍ଘଦିନ ଧରି ଲାଗି ରହିଥିବା ଦୁଃଖ କଷ୍ଟ ସମସ୍ୟାର ଅନ୍ତ ଘଟିବ। ଭାଗ୍ୟ ଆପଣଙ୍କୁ ପୁନଃସାଥ ଦେବ। ଆଶାଠାରୁ ମଧ୍ୟ ଆପଣ ଅଧିକ ଆଶାଜନକ ଫଳ ପାଇପାରନ୍ତି। ସ୍ୱାସ୍ଥ୍ୟ ଅବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ରହିବ। ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରମୋସନ୍ ହେବା ସହିତ ଦରମା ମଧ୍ୟ ବୃଦ୍ଧି ପାଇପାରେ। ଶିକ୍ଷା କ୍ଷେତ୍ରରେ ଆପଣ ବିଦେଶ ଯାତ୍ରା କରିପାରନ୍ତି। କୋର୍ଟ କଚେରୀ ମାଲି ମକଦ୍ଦମା ସମସ୍ତ ରାୟ ଆପଣଙ୍କ ସପକ୍ଷରେ ଯିବାରୁ ଆପଣଙ୍କ ମନ ମଧ୍ୟ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ପ୍ରତିଟି କାର୍ଯ୍ୟ ଆପଣଙ୍କର ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଛି ସ୍ୱୟଂ ମା ସରସ୍ୱତୀଙ୍କ ଶୁଭ ଆଶୀର୍ବାଦରୁ। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଦ୍ୱିତୀୟ ଭାଗ୍ୟଶାଳୀ ରାଶି ହେଉଛନ୍ତି ମକର ରାଶି। ମକର ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ପବିତ୍ର ସରସ୍ୱତୀ ପୂଜା ବା ଶ୍ରୀ ପଞ୍ଚମୀ ଠାରୁ। ସ୍ୱୟଂ ମା ବାଗ୍ଦେବୀ ଆପଣଙ୍କ କଣ୍ଠରେ ବିଜେ କରିଥିବାରୁ ଆପଣ ଯେକୌଣସି କଥା କୁହନ୍ତୁ ନା କାହିଁକି ଆପଣଙ୍କ କଥାର ମୂଲ୍ୟ ମଧ୍ୟ ବହୁତ ବଢ଼ିଯିବ। ତା ସହିତ ବିଜନେସ୍ ବାଣିଜ୍ୟରେ ଆପଣ ପ୍ରଚୁର ଟଙ୍କା ଇନଭେଷ୍ଟ କରିବେ। ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବ। ଚାକିରି କ୍ଷେତ୍ରରେ ହେଉ ବା ଶିକ୍ଷା କ୍ଷେତ୍ରରେ ହେଉ ନିଶ୍ଚୟ ଆପଣ ସକ୍ସେସ୍ ପାଇବେ। ଆପଣଙ୍କର ଦରମା ବୃଦ୍ଧି ପାଇବା ସହିତ ଉପର ଅଧିକାରୀମାନେ ଆପଣଙ୍କୁ ପ୍ରଶଂସା କରିପାରିବେ। ଶିକ୍ଷା କ୍ଷେତ୍ରରେ ଆପଣ ବିଦେଶ ଯାତ୍ରା କରିବାର ଯୋଗ ବନୁଛି। ତା ସହିତ ଯେକୌଣସି ଏକ୍ଜାମ୍ ବା ଇଣ୍ଟରଭ୍ୟୁ ଦିଅନ୍ତୁ, ଖାସ୍ କରି ଆପଣ ଯଦି କମ୍ପିଟିଟିଭ୍ ଏକ୍ଜାମ୍ ଦେଉଛନ୍ତି ନିଶ୍ଚୟ ସକ୍ସେସ୍ ପାଇବେ। ପ୍ରତିଟି କାର୍ଯ୍ୟରେ ସଫଳତା ପାଇବା ସହିତ ଦାମ୍ପତ୍ୟ ଜୀବନ ଆପଣଙ୍କର ସୁଖମୟ ହେବ। ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଫେରିଆସିବ। ମାଙ୍ଗଳିକ କାର୍ଯ୍ୟ କରିବାର କିଛି ଯୋଗ ମଧ୍ୟ ବନୁଅଛି। ତା ସହିତ ନୂତନ ଗୃହ ଏବଂ ନୂତନ ଯାନ ମଧ୍ୟ ଆପଣ କ୍ରୟ କରିପାରନ୍ତି। ସନ୍ତାନଙ୍କ ପାଇଁ ଯାହା ଚିନ୍ତା ଥିଲା ସେସବୁ ଏବେ ଦୂରେଇ ଯିବ। ଆପଣଙ୍କ ସନ୍ତାନୀ ଆପଣଙ୍କ ପାଇଁ ଖୁସିର ଖବର ଆଣିଦେବେ। ଦେହ ଆପଣଙ୍କର ବହୁତ ଭଲ ରହିବ। ସ୍ୱାସ୍ଥ୍ୟ ଅବସ୍ଥାରେ ଆପଣଙ୍କର ନୂତନ ପରିବର୍ତ୍ତନ ଦେଖାଦେବା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ମଜବୁତ ରହିବ ସହିତ ବହୁତ ଭଲ ମଧ୍ୟ ରହିବ, ଯାହାଫଳରେ କି ଆପଣଙ୍କ ମନ ମଧ୍ୟ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। କୋର୍ଟ କଚେରୀ ମାଲି ମକଦ୍ଦମା ଲାଗି ରହିଥିବା ବାଦ ବିବାଦ ଏବେ ସବୁ ଦୂରେଇ ଯିବ। ଆପଣଙ୍କ ସପକ୍ଷରେ ସମସ୍ତ ରାୟ ଯିବ, ଯାହାଫଳରେ କି ଆପଣ ନିଶ୍ଚୟ ସକ୍ସେସ୍ ପାଇବେ।
ପ୍ରତିଟି କାର୍ଯ୍ୟ ଆପଣଙ୍କର ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଛି ମା ସରସ୍ୱତୀଙ୍କ ଶୁଭ ଆଶୀର୍ବାଦରୁ। ଏବେ ଆସନ୍ତୁ ଜାଣିବା ତୃତୀୟ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ତୃତୀୟ ଭାଗ୍ୟଶାଳୀ ରାଶି ହେଉଛନ୍ତି ଧନୁରାଶି। ଧନୁରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ସ୍ୱୟଂ ମା ଲକ୍ଷ୍ମୀ ବା ମା ବାଗ୍ଦେବୀ ସରସ୍ୱତୀଙ୍କ ଶୁଭ ଆଶୀର୍ବାଦରୁ ଏହି ପବିତ୍ର ସରସ୍ୱତୀ ପୂଜାଠାରୁ ଆପଣଙ୍କ କଣ୍ଠରେ ମା ବାଗ୍ଦେବୀ ବିଜେ କରିଥିବାରୁ ଆପଣ ପ୍ରତିଟି କାର୍ଯ୍ୟ ବା ପ୍ରତିଟି କଥା କୁହନ୍ତୁ ନିଶ୍ଚୟ ତାର ମୂଲ୍ୟ 2 ଗୁଣ ବଢ଼ିଯିବ। ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବ। ଚାକିରି କ୍ଷେତ୍ରରେ ପ୍ରମୋସନ ହୋଇପାରେ। ଆପଣ ଯଦି ଅବିବାହିତ ଅଛନ୍ତି ବିବାହ ଯୋଗ ଖୋଲିବାକୁ ଯାଉଅଛି। ପ୍ରେମ ସମ୍ପର୍କ ଆପଣଙ୍କର ଅତ୍ୟନ୍ତ ମଜବୁତ ରହିବ, ଯାହାଫଳରେ କି ଆପଣଙ୍କର ବିଶ୍ୱାସ ମଧ୍ୟ ବହୁତ ବଢ଼ିଯିବ ଏବଂ ଆପଣଙ୍କର ପ୍ରେମ ସମ୍ପର୍କ ନିଶ୍ଚୟ ବିବାହରେ ବନ୍ଧା ହେବା ପାଇଁ ଯାଉଅଛି। ଶୁଭ ସମୟ ଆପଣଙ୍କର ଚାଲିଥିବାରୁ ଅଟକିଥିବା ବାକିଟି ଅତି ସହଜରେ ମିଳିଯିବ। କୋର୍ଟ କଚେରୀ ମାଲି ମକଦ୍ଦମା ସମସ୍ତ ରାୟ ମଧ୍ୟ ଆପଣଙ୍କ ସପକ୍ଷରେ ଯିବ। ଆପଣଙ୍କ ଜୀବନର ଆର୍ଥିକ ସମସ୍ୟା ଦୂରେଇ ଯାଇ ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ବନୁଅଛି ଏବଂ ପୌତ୍ରିକ ସମ୍ପତ୍ତିରୁ ଆପଣ ଲାଭବାନ ହୋଇପାରନ୍ତି। ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଛି ମା ସରସ୍ୱତୀ ଦେବୀଙ୍କ ଶୁଭ ଆଶୀର୍ବାଦରୁ। ଏବେ ଆସନ୍ତୁ ଜାଣିବା ଚତୁର୍ଥ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଚତୁର୍ଥ ଭାଗ୍ୟଶାଳୀ ରାଶି ହେଉଛନ୍ତି ବିଛା ରାଶି। ବିଛା ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ମା ସରସ୍ୱତୀ ଦେବୀଙ୍କ ଶୁଭ ଆଶୀର୍ବାଦରୁ, ଯାହାଫଳରେ କି ଏହି ଶ୍ରୀପଞ୍ଚମୀ ଠାରୁ ଆପଣଙ୍କ ଜୀବନ ଅତ୍ୟନ୍ତ ମୋଡ଼ ବଦଳିବାକୁ ଯାଉଅଛି। ହାତୀ ଢାଳିବାକୁ ଯାଉଛି ସୁନାର କଳସ। ଆପଣ ମାଟି ଛୁଇଁଲେ ବି ସୁନା ହୋଇଯିବ, କାହିଁକି ନା ଆପଣଙ୍କ କୁଣ୍ଡଳୀରେ ମା ସରସ୍ୱତୀଙ୍କର ଶୁଭ ଆଶୀର୍ବାଦ ପଡ଼ିଥିବାରୁ ପ୍ରତିଟି କାର୍ଯ୍ୟ ଆପଣଙ୍କ ସଫଳତା ମିଳିବ। ସ୍ୱାସ୍ଥ୍ୟ ଅବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବ। ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରମୋସନ ହେବା ସହିତ ଦରମା ବଢ଼ିବ। ଶିକ୍ଷା କ୍ଷେତ୍ରରେ ଆପଣ ଯେକୌଣସି ଏକ୍ଜାମ ଦିଅନ୍ତୁ ନିଶ୍ଚୟ ଆପଣ ସକ୍ସେସ୍ ପାଇବେ। ରେଜଲ୍ଟ ମଧ୍ୟ ବହୁତ ଭଲ ଆସିବ। ତାହା ସହିତ ଆପଣଙ୍କ ଜୀବନରେ ଦୀର୍ଘ ଦିନ ଧରି ଲାଗି ରହିଥିବା ପରିବାର ଅଶାନ୍ତି ଏବେ ସରିବାକୁ ଯାଉଅଛି, ଅନ୍ତ ଘଟିବାକୁ ଯାଉଛି। ଆପଣଙ୍କ ଜୀବନର ସମସ୍ତ ଦୁଃଖ କଷ୍ଟ ବାଦ ବିବାଦ ପ୍ରତିଟି କ୍ଷେତ୍ରରେ ଆପଣଙ୍କର ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଛି ସ୍ୱୟଂ ମା ସରସ୍ୱତୀଙ୍କ ଶୁଭ ଆଶୀର୍ବାଦରୁ। ଏବେ ଆସନ୍ତୁ ଜାଣିବା ପଞ୍ଚମ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ପଞ୍ଚମ ଭାଗ୍ୟଶାଳୀ ରାଶି ହେଉଛନ୍ତି ତୁଳା ରାଶି। ତୁଳା ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ସେହି ସରସ୍ୱତୀ ପୂଜା ବା ସେହି ପଞ୍ଚମୀ ଠାରୁ ମାଙ୍କର ଶୁଭ ଆଶୀର୍ବାଦ ସହିତ ଆପଣଙ୍କ ଜୀବନରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଦୁଃଖ କଷ୍ଟ ସମସ୍ୟାର ଅନ୍ତ ଘଟିବ। ଭାଗ୍ୟ ଆପଣଙ୍କୁ ପୁନଃସାଥ ଦେବ। ଆଶାଠାରୁ ଅଧିକ ଆଶାଜନକ ଫଳ ମଧ୍ୟ ଆପଣ ପାଇପାରନ୍ତି। ଆପଣ ଯେକୌଣସି କାର୍ଯ୍ୟ କରନ୍ତୁ ପ୍ରତିଟି କ୍ଷେତ୍ରରେ ଆପଣ ଶୁଭ ଫଳ ପାଇବେ। କୋର୍ଟ କଚେରୀ ମାଲି ମକଦ୍ଦମା ସମସ୍ତ ରାୟ ଆପଣଙ୍କ ସପକ୍ଷରେ ଯିବ। ଦାମ୍ପତ୍ୟ ଜୀବନ ଆପଣଙ୍କର ସୁଖମୟ ହେବା ସହିତ ଆପଣଙ୍କ ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଫେରିଆସିବ। ତା ସହିତ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାର ଆପଣଙ୍କର ଯୋଗ ମଧ୍ୟ ବନୁଅଛି ଏବଂ ନୂତନ ଗୃହ ପ୍ରବେଶ କରିପାରନ୍ତି। ବିଦେଶ ଯାତ୍ରା କରିବାର ଯୋଗ ବନିବା ସହିତ ଆପଣ ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ତା ସହିତ ଆପଣ ଆର୍ଥିକ ସମସ୍ୟା ଦୂରେଇ ଯାଇ ପ୍ରଚୁର ପରିମାଣରେ ଟଙ୍କା ରୋଜଗାର କରିବା ସହିତ ଇନଭେଷ୍ଟ ମଧ୍ୟ କରିବେ। ବିଜନେସ୍ ବାଣିଜ୍ୟରେ ଆପଣ ଯେକୌଣସି ଇନଭେଷ୍ଟ କରନ୍ତୁ ନିଶ୍ଚୟ ସକ୍ସେସ୍ ପାଇବେ। କର୍ମକ୍ଷେତ୍ରରେ ଆପଣଙ୍କର ପ୍ରଶଂସା ବଢ଼ିବ ଏବଂ ସମାଜରେ ମାନ ସମ୍ମାନ ଯଶ ବୃଦ୍ଧି ପାଇବ। ପ୍ରତିଟି କାର୍ଯ୍ୟ ଆପଣଙ୍କର ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଛି ମା ସରସ୍ୱତୀଙ୍କ ଶୁଭ ଆଶୀର୍ବାଦରୁ। ଏବେ ଆସନ୍ତୁ ଜାଣିବା ଷଷ୍ଠ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଷଷ୍ଠ ଭାଗ୍ୟଶାଳୀ ରାଶି ହେଉଛନ୍ତି କୁମ୍ଭ ରାଶି। କୁମ୍ଭ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ମା ସରସ୍ୱତୀ ଦେବୀଙ୍କ ଶୁଭ ଆଶୀର୍ବାଦରୁ। ଆପଣଙ୍କ ଜୀବନରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଦୁଃଖ କଷ୍ଟ ସମସ୍ୟାର ଅନ୍ତ ଘଟିବ। ଭାଗ୍ୟ ଆପଣଙ୍କୁ ପୁନଃସାଥ ଦେବ। ହାତୀ ଢାଳିବାକୁ ଯାଉଛି ସୁନାର କଳସ। ଆପଣ ଯେକୌଣସି କାର୍ଯ୍ୟ କରନ୍ତୁ ନିଶ୍ଚୟ ସକ୍ସେସ୍ ପାଇବେ। ଜୀବନରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବାଦ ବିବାଦର ଅନ୍ତ ଘଟିବ। ଭାଗ୍ୟ ଆପଣଙ୍କୁ ପୁନଃସାଥ ଦେବାରୁ ଆପଣ ଯେକୌଣସି କାର୍ଯ୍ୟ ଆରମ୍ଭ କରନ୍ତୁ, ବିଜନେସ୍ ବାଣିଜ୍ୟ ହେଉ, ନୂତନ ବିଜନେସ୍ ଯଦି ଆପଣ ଆରମ୍ଭ କରୁଛନ୍ତି ଆପଣ ପ୍ରଚୁର ଅର୍ଥ ଇନଭେଷ୍ଟ କରିବେ। ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବ। ରାଜନୈତିକ କ୍ଷେତ୍ରରେ ଆପଣ ପ୍ରଶଂସାର ପାତ୍ର ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ବନ୍ଧୁ ଏବଂ ପରିବାର ବର୍ଗଙ୍କ ସହିତ ବହୁତ ଭଲ ସମୟ କଟିବ। ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଛି ମା ସରସ୍ୱତୀଙ୍କ ଶୁଭ ଆଶୀର୍ବାଦରୁ। ଏବେ ଆସନ୍ତୁ ଜାଣିବା ସପ୍ତମ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ସପ୍ତମ ଭାଗ୍ୟଶାଳୀ ରାଶି ହେଉଛନ୍ତି ମୀନ ରାଶି। ମୀନ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ମା ସରସ୍ୱତୀ ଦେବୀଙ୍କ ଶୁଭ ଆଶୀର୍ବାଦରୁ। ପ୍ରତିଟି କାର୍ଯ୍ୟରେ ଶୁଭ ଏବଂ ମଙ୍ଗଳମୟ ହେବା ସହିତ ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବ। ଚାକିରି କ୍ଷେତ୍ରରେ ପ୍ରମୋସନ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଦରମା ମଧ୍ୟ ବୃଦ୍ଧି ପାଇବ। ଆର୍ଥିକ ସମସ୍ୟା ଦୂରେଇ ଯାଇ ଅଚାନକ ଧନ ପ୍ରାପ୍ତି ହେବା ସହିତ ପୌତ୍ରିକ ସମ୍ପତ୍ତିରୁ ଆପଣ ଲାଭବାନ ହୋଇପାରନ୍ତି।
କର୍ମ କ୍ଷେତ୍ରରେ ଆପଣ ସ୍ନେହବାନ ହେବା ସହିତ ନିଷ୍ଠାବାନ ମଧ୍ୟ ହୋଇପାରନ୍ତି। ବିଦେଶ ଯାତ୍ରା କରିବାର ଯୋଗ ରହିବା ସହିତ ଆପଣ ମଧ୍ୟ ଦୂର ସ୍ଥାନକୁ ଭ୍ରମଣ କରିପାରନ୍ତି ଆପଣଙ୍କ ପରିବାର ସହିତ। ପ୍ରତିଟି କାର୍ଯ୍ୟ ଆପଣଙ୍କର ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଛି ମା ସରସ୍ୱତୀଙ୍କ ଶୁଭ ଆଶୀର୍ବାଦରୁ। ତ ଦର୍ଶକ ବନ୍ଧୁ, ଏହିସବୁ ଥିଲା ଭାଗ୍ୟଶାଳୀ ରାଶିଚକ୍ରଙ୍କର ଭାଗ୍ୟଫଳ, ଯାହାକି ପବିତ୍ର ସରସ୍ୱତୀ ପୂଜା ବା ବସନ୍ତ ପଞ୍ଚମୀ ଠାରୁ ଭାଗ୍ୟର ଅଚାନକ ମୋଡ଼ ବଦଳିବାକୁ ଯାଉଛି, ପରିବର୍ତ୍ତନ ଘଟିବାକୁ ଯାଉଛି ଏହି ଭାଗ୍ୟଶାଳୀ ରାଶିଚକ୍ରଙ୍କ ଜୀବନରେ। ଭାଗ୍ୟ ଏମାନଙ୍କୁ ପୁନଃସାଥ ଦେବା ସହିତ ହାତୀ ଢାଳିବାକୁ ଯାଉଛି ସୁନାର କଳସ ଏବଂ ସୂର୍ଯ୍ୟଙ୍କ ପରି ଚମକିବାକୁ ଯାଉଛି ଏହିସବୁ ଭାଗ୍ୟଶାଳୀ ରାଶିଚକ୍ରଙ୍କ ଜୀବନ। ଏମାନଙ୍କ କଣ୍ଠରେ ସ୍ୱୟଂ ମା ବାଗ୍ଦେବୀ ସରସ୍ୱତୀ ବିଜେ କରିବାକୁ ଯାଉଛନ୍ତି। ଏମାନଙ୍କର ପ୍ରତିଟି କଥାର ମୂଲ୍ୟ 2 ଗୁଣ ବଢ଼ିଯିବ। ପ୍ରତିଟି କାର୍ଯ୍ୟ ମଧ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଛି ମା ସରସ୍ୱତୀଙ୍କ ଶୁଭ ଆଶୀର୍ବାଦରୁ। ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଆମ ଭିଡ଼ିଓଟି କେମିତି ଲାଗିଲା ନିହାତି କମେଣ୍ଟ ବକ୍ସରେ ଜୟ ମା ସରସ୍ୱତୀ ଦେବୀ ଲେଖି ଜଣାଇବା ସହିତ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ମା ସରସ୍ୱତୀ ଦେବୀ।